2025 ସୁଦ୍ଧା 9ଟି ଦେଶରେ ଆଣବିକ ଅସ୍ତ୍ର ରହିଛି। ଆଟମିକ୍ ବମ୍ର ଜନକ ଓପେନହାଇମର ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ଜାପାନ ବିରୁଦ୍ଧରେ ପରମାଣୁ ଅସ୍ତ୍ର ପ୍ରୟୋଗ କରିଥିଲା। ଅଗଷ୍ଟ 6, 1945 ମସିହାରେ ଆମେରିକା ସେନା ଜାପାନର ହିରୋସୀମା ସହର ଉପରେ ଲିଟିଲ୍ ବୟ ନାମକ ଏକ ପରମାଣୁ ବୋମା ଜାପାନ ଉପରେ ପକାଇଥିଲା ଓ ଅଗଷ୍ଟ 9, 1945 ମସିହାରେ ଆମେରିକା ସେନା ଜାପାନର ନାଗାସାକି ସହର ଉପରେ ଫ୍ୟାଟ୍-ମ୍ୟାନ୍ ନାମକ ଏକ ପରମାଣୁ ବୋମା ଜାପାନ ସହର ଉପରେ ପକାଇଥିଲା। ଆମେରିକାର ପରମାଣୁ ଆକ୍ରମଣରେ ଜାପାନର ପ୍ରାୟ 2,26,000 ଲୋକ ପ୍ରାଣ ହରାଇଥିଲେ। ପ୍ରାୟତଃ ସାଧାରଣ ଲୋକ ଥିଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧର ଶେଷରେ ଆମେରିକା ହେଉଛି ବିଶ୍ୱର ଏକମାତ୍ର ମହାଶକ୍ତି ଯାହା ପରମାଣୁ କ୍ଷମତା ଧାରଣ କରିଥିଲା। କିନ୍ତୁ ତାହା ବେଶୀ ଦିନ ରହିଲା ନାହିଁ। ସୋଭିଏତ ୟୁନିୟନ ଗୁପ୍ତଚର ମାନଙ୍କର ଏକ ନେଟୱାର୍କ ସାହାଯ୍ୟରେ ଯେଉଁମାନେ ଆମେରିକା ଆଣବିକ ଅସ୍ତ୍ର ଚୋରି କରିଥିଲେ 1945 ମସିହାରେ ସୋଭିଏତ ୟୁନିୟନ ପରମାଣୁ ବୋମାକୁ ସଫଳ ପରୀକ୍ଷଣ କରିଥିଲା। 1949 ମସିହାରେ ସୋଭିଏତ ୟୁନିୟନ ପରମାଣୁ ବୋମାକୁ ସଫଳ ପରୀକ୍ଷଣ କରିଥିଲା। ଆପଣମାନଙ୍କୁ ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। ଆଗକୁ ଆସୁଥିବା ସବୁ ନୂଆ ଭିଡ଼ିଓ ଦେଖିବା ପାଇଁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ସାଙ୍ଗରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିବେ। ମୁଁ ଯେତେବେଳେ ନୂଆ ଭିଡ଼ିଓକୁ ଅପଲୋଡ଼ କରିବି ସର୍ବପ୍ରଥମେ ଆପଣଙ୍କୁ ନୋଟିଫିକେସନ୍ ମିଳିଯିବ। ରହିଲି, ନମସ୍କାର।